ମା ଆମେ ପଢିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 205। ଯେତେବେଳେ ତୁମେ ନିଜର ଯାବତୀୟ ଭାବନା ତଥା କର୍ମରେ, କଳାରେ, ସାହିତ୍ୟରେ ଏବଂ ଜୀବନରେ, ଧନ ଉପାର୍ଜନରେ, ଧନ ରକ୍ଷଣରେ ଅଥବା ଧନ ବ୍ୟୟରେ, ଆପଣା ଗୃହରେ, ଦେଶର ଶାସନରେ ଏବଂ ସମାଜରେ କେବଳ ସେହି ପରମ ଅଦ୍ୱିତୀୟ ଓ ଅମୃତମୟ ସତ୍ତାଙ୍କର ଏହି ନିମ୍ନତର ବିନାଶଶୀଳ ଭୂମିରେ ତାଙ୍କରି ପ୍ରତୀକ ହୋଇ ରହିବାର ଏବଂ ତାଙ୍କୁ ହିଁ ଅଭିବ୍ୟକ୍ତ କରି ଆଣିବାର ସାମର୍ଥ୍ୟଟାକୁ ଲାଭ କରିପାର, ସେତେବେଳେ ଯାଇ ତୁମର ଜୀବନ ଓ କର୍ମ ପରିପୂର୍ଣ୍ଣତା ଲାଭ କରନ୍ତି ଏବଂ ଆପଣାର ଶାଶ୍ୱତ ଚୂଡ଼ାନ୍ତ ସିଦ୍ଧିକୁ ପ୍ରାପ୍ତ ହୋଇପାରନ୍ତି। ଏଇଟା ଅତି ସ୍ପଷ୍ଟ ଭାବରେ ଗୋଟିଏ ପରେ ଗୋଟେ କହିକି ଯାଉଛନ୍ତି। ମା କହୁଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏଠାରେ ମନୁଷ୍ୟ ଯେତେବେଳେ ସ୍ୱସତ୍ତାର ସର୍ବୋଚ୍ଚ ଶିଖରରେ ଯାଇ ଉପନୀତ ହୁଏ, ସିଏ ସେତେବେଳେ ଉପଲବ୍ଧି କରୁଥିବା ସ୍ଥିତିଟିର ବର୍ଣ୍ଣନା ଦିଆଯାଇଛି। ମାତ୍ର ଏହା ହେଉଛି ଅତି ମାନବର କେବଳ ସର୍ବପ୍ରଥମ ସୋପାନ। ଏଇଟା ଅତି ମାନବର ପ୍ରଥମ ପାବଛ। କଣ କହିଲେ? ତୁମେ ନିଜର ଯାବତୀୟ ଭାବନା, ଆମର କର୍ମ, ଆମର କଳା, ଆମର ସାହିତ୍ୟ, ଜୀବନ, ଧନ ଉପାର୍ଜନ, ଧନ ରକ୍ଷଣ କର ବା ଧନ ବ୍ୟୟ କର, ନିଜ ଗୃହରେ କିମ୍ବା ଦେଶର ଶାସନରେ କିମ୍ବା ସମାଜରେ କୌଣସି ଦାୟିତ୍ୱ ତମେ ରହିଛ, ସେ ସବୁ ଭିତରେ ତୁମେ ଯଦି କହୁଛନ୍ତି ସେହି ପରମ ଅଦ୍ୱିତୀୟ ଓ ଅମୃତମୟ ସତ୍ତାଙ୍କର ଏକ ନିମ୍ନତର ବିନାଶଶୀଳ ଭୂମିରେ ତାଙ୍କରି ପ୍ରତୀକ ହୋଇ ରହିବାର, ମାନେ ତାଙ୍କର ରିପ୍ରେଜେଣ୍ଟେଟିଭ ହେଇକି ରହିବାର, ତାଙ୍କୁ ହିଁ ଅଭିବ୍ୟକ୍ତି କରି ଆଣିବାର ସାମର୍ଥ୍ୟଟିକୁ ଲାଭ କରିପାର, ତାଙ୍କୁ ଅଭିବ୍ୟକ୍ତ କରିବାର ସାମର୍ଥ୍ୟଟିକୁ ଲାଭ କରିପାର, ତାହେଲେ ତୁମର ପରିପୂର୍ଣ୍ଣତା ତମେ ପାଇବ। କର୍ମରେ କହୁଛନ୍ତି ଜୀବନ ଆଉ କର୍ମ, ଏଥିରେ ଶାଶ୍ୱତ ଚୂଡ଼ାନ୍ତ ସିଦ୍ଧିକୁ ପ୍ରାପ୍ତ କରିବେ। ଏଠି ମନେ ପକେଇଦେବି ମାମୁଁ ଯୋଉ କହୁଥିଲେ ଯେ ତୁମେ ଯେତେବେଳେ ବାହାରକୁ ଯାଉଛ, ପଚାରିଲେ ଯେ ତୁମେ ଯେତେବେଳେ ବାହାରକୁ ଯାଉଛ, କିଏ ଯାଉଛି? କିଏ ଯାଉଛି? ହଠାତ୍ କିଏ ବୁଝିବ? କଣ ପଚାରୁଛନ୍ତି? ଯେତେବେଳେ ମୁଁ ବାହାରକୁ ଯାଉଛି, ମୁଁ ହିଁ ଯାଉଛି। ତାହେଲେ କିଏ ଯାଉଛି? ମାମୁଁ ପଚାରୁଛନ୍ତି ତନ୍ତରେ ଯେ କିଛି ତ ଗୋଟେ ରହସ୍ୟ ଥିବ, କିଛି ଗୋଟେ ଗୂଢ କଥା ଥିବ। ତାପରେ ମାମୁଁ କହିଲେ ତୁମେ ଯେତେବେଳେ ବାହାରକୁ ଯାଉଛ, ତୁମେ ଯାଉନ, ସେତେବେଳେ ତୁମେ ମାଙ୍କର ସତ୍ୟର ରିପ୍ରେଜେଣ୍ଟେଟିଭ ହେଇକି ଯାଉଛ। ତୁମର ପ୍ରତ୍ୟେକ କଥା, ତୁମର ପ୍ରତ୍ୟେକ ଆଚରଣ ଅନ୍ୟ ଲୋକଙ୍କ ପାଖରେ ଗୋଟେ ଏକ୍ସାମ୍ପଲ। ସେତେବେଳେ ସେ ତମକୁ ଦେଖୁନାହାନ୍ତି, ସେ ଦେଖୁଛନ୍ତି ମାତୃଭବନରେ ମାତୃକର୍ମୀ ଆସିଛନ୍ତି, ତାମାନେ ସେ ମାଙ୍କର ତମେ ହଉଛ ରିପ୍ରେଜେଣ୍ଟେଟିଭ, ସତ୍ୟର ତମେ ହଉଛ ରିପ୍ରେଜେଣ୍ଟେଟିଭ। ତେଣୁ ସେଇ ଅନୁସାରେ ନିଜକୁ ପ୍ରସ୍ତୁତ କର। ଏଇଟା ବାହାରକୁ ହଠାତ୍ ଲାଗୁଛି ବହୁତ ଛୋଟିଆ କଥା, କିନ୍ତୁ ଏଇଟା ବହୁତ ବଡ କଥା। ସେଇଥିପାଇଁ ଆପଣ ଦେଖିବେ ଯେତେବେଳେ କୌଣସି ଆଶ୍ରମ, କୌଣସି ମଠ, କୌଣସି ଧର୍ମ ଅନୁଷ୍ଠାନକୁ ଯାଆନ୍ତି, ତାହାର ଦାୟିତ୍ୱରେ ଯିଏ ସବୁ ଥାଆନ୍ତି, ସେଠି ଯୋଉମାନେ ଭଗବାନଙ୍କ ପାଇଁ ବା ନିଜ ନିଜର ଇଷ୍ଟଙ୍କ ପାଇଁ, ଯିଏ ହୁଅନ୍ତୁ, ଖ୍ରୀଷ୍ଟିଆନ ହୁଅନ୍ତୁ, ମୁସଲିମ ହୁଅନ୍ତୁ ବା ହିନ୍ଦୁ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ନିଜ ନିଜର ଇଷ୍ଟ ପାଇଁ ଯୋଉମାନେ କାର୍ଯ୍ୟ କରୁଥାନ୍ତି, ଅନ୍ୟ ଲୋକମାନେ ତାଙ୍କୁ ବହୁତ ଉଚ୍ଚ ସ୍ଥାନରେ ରଖିକି ଭାବନ୍ତି। ଯଦି ସେମାନଙ୍କ ଭିତରେ କୌଣସି ପ୍ରକାରର ଗୋଟିଏ କଥା ଦେଖିଲେ ଯୋଉଟା କି ସାଧାରଣ ମନୁଷ୍ୟ ଭଳିଆ ସେ କାର୍ଯ୍ୟ ହେଲା, ତେବେ ତାଙ୍କ ମନ ଭାଙ୍ଗିଯାଏ। କାହିଁକି ଭାଙ୍ଗିଯାଏ? ନା ସେମାନେ ଗୋଟେ ଧାରଣା ରଖିଥାନ୍ତି। କାହିଁକି ସେ ଧାରଣା ରଖନ୍ତି? ସମସ୍ତଙ୍କ ଭିତରେ ଏଇ ଭାବନା ଥାଏ ଯେ ସେମାନେ ଭଗବାନଙ୍କର ପାଖ ଲୋକ, ଭଗବାନଙ୍କର ନିଜ ଲୋକ, ଏ ପ୍ରକାର ଧାରଣା ସମସ୍ତେ ରଖିଥାନ୍ତି। ତେଣୁ ତୁମେ ଏଠି ପ୍ରଭୁ କହୁଛନ୍ତି, ତେଣୁ ତୁମେ ହଉଛ ସତ୍ୟର ରିପ୍ରେଜେଣ୍ଟେଟିଭ, ସତ୍ୟର ତୁମେ ଅଭିବ୍ୟକ୍ତ କରିବା ପାଇଁ ତୁମେ ସୃଷ୍ଟ ହେଇଛ। ଯେତେବେଳେ ଏ ସବୁଥିରେ ତୁମେ ତାଙ୍କୁ ଅଭିବ୍ୟକ୍ତ କରି ଆଣିବାର ସାମର୍ଥ୍ୟଟିକୁ ଲାଭ କରିପାରିବ,
ତାପରେ କଣ ହବ ନା ଆପଣାର ଶାଶ୍ୱତ ଚୂଡାନ୍ତ ସିଦ୍ଧିକୁ ପ୍ରାପ୍ତ କରିବେ। ତେଣୁ ଆମର କାର୍ଯ୍ୟ, ଆମର ଭାବନା, ଆମର ଲେଖିଲେ କଣ ଭାବନା, କର୍ମ, କ୍ରିଏଟିଭିଟି, ଆମର ଯେକୌଣସି କ୍ରିଏଟିଭିଟି ସବୁଥିରେ, କଳାରେ, ସାହିତ୍ୟରେ, ତାପରେ କହୁଛନ୍ତି ଜୀବନରେ, ଧନ ଉପାର୍ଜନରେ, ଧନ ରକ୍ଷଣରେ ବା ଧନ ବ୍ୟୟରେ, ସବୁଥିରେ ତୁମେ ତାଙ୍କୁ ରିପ୍ରେଜେଣ୍ଟ କରିବ। ଯେତେବେଳେ ମୁଁ ଧନ ରକ୍ଷଣ କରୁଛି, ରକ୍ଷା କରୁଛି, ଧନକୁ ମୁଁ ଯେତେବେଳେ ଉପାର୍ଜନ କରୁଛି, ସେତେବେଳେ ସେଥିପାଇଁ ଶ୍ରୀଅନ୍ଦ ଲେଖିଲେ ପଞ୍ଚମ ଅଧ୍ୟାୟରେ ଆମର ଅର୍ଥ ଚାପ୍ଟରରେ କଣ କହିଲେ? ତୁମେ ଧର୍ମ, ଅର୍ଥର ତୁମେ ହଉଛ ମାତ୍ର ରକ୍ଷକ। ତୁମେ ରକ୍ଷକ, ତୁମେ ତାର ମାଲିକ ନୁହଁ। ସେଥିପାଇଁ ତାଙ୍କର ପାଗଳାମୀ କଥା ମନେ ପକାନ୍ତୁ। କହିଲେ ତୁମେ ମତେ ଯେତିକି ଅର୍ଥ ଦେଇଛ, ଯୋଉ ଅର୍ଥ ମୁଁ ଉପାର୍ଜନ କରୁଛି, ମୋର ଆବଶ୍ୟକତା ଯେତିକି, ଯଦି ତା ଠାରୁ ଅଧିକ ଖର୍ଚ୍ଚ କରୁଛି କିମ୍ବା ସଞ୍ଚୟ କରି ରଖୁଛି କିମ୍ବା ଅନ୍ୟ ଅର୍ଥରେ ବ୍ୟବହାର କରୁଛି, ତେବେ ମୁଁ ହଉଛି ଚୋର। ତାମାନେ ଧନ ଉପାର୍ଜନ ଯେତେବେଳେ ମୁଁ କରୁଛି, ତାକୁ ଯେତେବେଳେ ମୁଁ ବ୍ୟବହାର କରିବି, ତାକୁ ରକ୍ଷଣ କରିବି, ତାର ରକ୍ଷକ ସାଜିବି। ଯେତେବେଳେ ଧନ ବ୍ୟୟ କରୁଛି, ମୋ ପାଖରେ ଅଛି, ମୁଁ ଦାନ କରିବି, ମୁଁ ମହାଦାନୀ, ମୁଁ ଲୋକଙ୍କର ସହାନୁଭୂତି ମୋ ପାଖରେ ଅଛି, ମୁଁ ସମସ୍ତଙ୍କ ପାଇଁ, ସମସ୍ତଙ୍କର ଅଭାବ ଅସୁବିଧାରେ ଠିଆ ହୁଏ, ତାମାନେ ସେଠି ଆସିଗଲା କିଏ? ସେ ନା ଇଗୋ ଆସିଗଲା। ସେ ଅର୍ଥ ତୁମର ନୁହେଁ। ତାପରେ କହିଲେ ଗୃହରେ, ଆପଣା ଗୃହରେ, ଦେଶର ଶାସନରେ, ଯୋଉଠି ମନେକର ଯେ ମୁଁ ଘରେ ବର୍ତ୍ତମାନ ଦାୟିତ୍ୱ ରହିଛି, ତେବେ ସେଠି ମଧ୍ୟ ଦାୟିତ୍ୱ ନେଲା ବେଳେ ଆଉ ପକ୍ଷପାତିତା ଚଳେ ନାହିଁ। ସେଥିପାଇଁ ତାର କ୍ୱାଲିଟି ସବୁ କୁହାହଉଛି ନା। ତମେ ଯେତେବେଳେ ରାଷ୍ଟ୍ରପତି ଯେତେବେଳେ ଜଣେ ହେଇଯାଏ, ସେ ଆଉ କୌଣସି ପାର୍ଟିର ଲୋକ ରହେନି। ଦେଖନ୍ତୁ, ଗୋଟେ ସିଧା କଥା ଦେଖନ୍ତୁ, ଆମ ଦେଶର ଯେ ପର୍ଯ୍ୟନ୍ତ ତୁମେ ଗୋଟେ ଦଳର ହେଇ ରହିଛ, ସେତେବେଳେ ଦଳର ନିୟମ ଫିୟମ ତମ ପାଖରେ କାମ କରେ। ବେଳେ ବେଳେ ତମ ଚିନ୍ତାଧାରା, ଦଳ ଚିନ୍ତାଧାରା ଅଲଗା ହେଲେ ମଧ୍ୟ ତୁମେ ସେମିତି ଚାପି ହେଇକିରି ଦଳ ଚିନ୍ତାଧାରା ଅନୁସାରେ ଚାଲିବାକୁ ପଡେ। କିନ୍ତୁ ତୁମେ ଯେତେବେଳେ ରାଷ୍ଟ୍ରପତି ହେଇଗଲ, ସେତେବେଳେ ତୁମେ ଆଉ କୌଣସି ଦଳ ପାଇଁ କାର୍ଯ୍ୟ କରିପାରିବ ନାହିଁ। ଦଳୀୟଗତ କାର୍ଯ୍ୟରେ ତୁମେ ଯୋଗ ଦେଇପାରିବ ନାହିଁ। କାହିଁକି ନା ତୁମେ ସର୍ବୋଚ୍ଚ ପଦ ପାଇଗଲ। ସର୍ବୋଚ୍ଚ ପଦ ପାଇବ ମାନେ ଦେଶର ତୁମେ ମୁଖ୍ୟ ହେଇଗଲ। ଦେଶର ମୁଖ୍ୟ ହେଇଗଲା ପରେ ତମର ଆଉ ପାଖ ଲୋକ, ନିଜ ଲୋକ, ପର ଲୋକ ଆଉ ନାହାନ୍ତି। ସେତେବେଳେ ତମକୁ ଦେଖିବାକୁ ପଡିବ ଯେ ଦେଶ ପାଇଁ, ରାଷ୍ଟ୍ର ପାଇଁ ଯୋଉ କାର୍ଯ୍ୟ ହଉଛି, ରାଷ୍ଟ୍ର ପାଇଁ ତାହା ମଙ୍ଗଳଦାୟକ ନା ରାଷ୍ଟ୍ର ପାଇଁ ଅମଙ୍ଗଳଦାୟକ ବା ରାଷ୍ଟ୍ରକୁ କ୍ଷତି କରିବ, ସେତେବେଳେ ତମେ ଯୋଉ ଦଳର ଥିଲ, ଯାହାଙ୍କ ପାଖରେ, ଯିଏ ତମକୁ ଯାହା ଦେଇଥିଲା, ତମ ପାଖରେ କଣ କୃତଜ୍ଞତା ରହିବ ନ ରହିବ, ଆଉ ସେତେବେଳେ କିଛି କୃତଜ୍ଞ ନାହିଁ। ନା ଆଉ ସିଏ, ସେଇ ଦଳ ମତେ ରାଷ୍ଟ୍ରପତି ଆସନରେ ବସେଇଛି, ତେଣୁ ମୁଁ ତାଙ୍କ ପ୍ରତି କୃତଜ୍ଞ ରହିବି ନାହିଁ। ତା ମାନେ ତୁମେ ଯୋଉ ଆସନରେ ବସିଛ, ସେ ଆସନ ପ୍ରତି ତମେ ଅପମାନ କରୁଛ। ତୁମେ ଅଯୋଗ୍ୟ ସେ ଆସନରେ ବସିବା ପାଇଁ। ନା ନା, କି କଥା? ଏପଟରେ ତ କୁହାହେଇଛି କୃତଜ୍ଞତା ଦେଖେଇବ। ଆରେ କୃତଜ୍ଞତା ଦେଖେଇବ, ମତେ ସେ ଦଳ ଭୋଟ ଦେଇକିରି ରାଷ୍ଟ୍ରପତି କରେଇଥିଲା ବୋଲି। କୋଉଥିରେ କୃତଜ୍ଞତା ଦେଖେଇବ? ତୁମେ ରାଷ୍ଟ୍ରର ମୁଖ୍ୟ ହେଲା ପରେ, ରାଷ୍ଟ୍ର ହଉଛି ତୁମର ମାନେ ପ୍ରମୁଖ, ଏବଂ ସେଇଟା ହିଁ ହଉଛି ତୁମର କାର୍ଯ୍ୟର ଧାରା। ଯଦି ରାଷ୍ଟ୍ରକୁ ଅହିତ କରୁଛି, ତେବେ ଯିଏ ତମକୁ ଭୋଟ ଦେଇକି ପଠେଇଥିଲେ ମଧ୍ୟ ତା ବିରୁଦ୍ଧରେ ତମକୁ ଠିଆ ହେବାକୁ ହେଲେ ତୁମେ ଠିଆ ହବ। ତେଣୁ ଯେତେବେଳେ ତମେ ଘରର ମୁରବୀ ହେଲ, ଦେଶର ଶାସନର ମୁରବୀ ରହିଲ, ସେତେବେଳେ ତୁମ ପାଖରେ ଆଉ ରହିବେ ନାହିଁ ପର ଆପଣା, ରହିବେ ନାହିଁ। ଯଦି ପର ଆପଣା ରହିଲେ, ତେବେ ତୁମେ ଅଯୋଗ୍ୟ, ତମେ ଏପର୍ଯ୍ୟନ୍ତ ଯୋଗ୍ୟ ହେଇନାହ। ସେତେବେଳେ ଏ ସବୁଥିରେ ଆମକୁ ଦେଖିବାକୁ ପଡିବ ଯେ ଏଥିରେ ଭଗବାନ ପ୍ରତିଷ୍ଠିତ ହଉଛନ୍ତି, ଭଗବାନ ପରିପ୍ରକାଶ ହଉଛନ୍ତି ତ, ମୁଁ ସତ୍ୟକୁ ପରିପ୍ରକାଶ କରୁଛି ତ, ମୋର ବାକ୍ୟରେ, ମୋର ଚିନ୍ତାରେ, ମୋର ଭାବନାରେ, ମୋର କର୍ମରେ, ସବୁଥିରେ, କାର୍ଯ୍ୟାବଳୀରେ, ସବୁଥିରେ ଭଗବାନ, ମା ପରିପ୍ରକାଶ ହଉଛନ୍ତି ତ? ଏଇ ପ୍ରଶ୍ନଟି ସବୁବେଳେ ଆମକୁ ନିଜକୁ ପଚାରିବା ଏବଂ ପ୍ରସ୍ତୁତ ରହିବା ତାକୁ
ସେଇ ଅଭାବ ସେଇ ଦୁର୍ବଳତା ଉପରେ ବିଜୟ ହାସଲ କରିବା ପାଇଁ ଯେତେବେଳେ ତାଙ୍କୁ ମୁଁ ଅଭିବ୍ୟକ୍ତ କରିପାରିବି, ସେତେବେଳେ ମୁଁ ସତ୍ୟର ରିପ୍ରେଜେଣ୍ଟେଟିଭ ହେଇପାରିବି, ସେତେବେଳେ ଯାଇକି ମୁଁ ଚୂଡ଼ାନ୍ତ ସିଦ୍ଧି ପ୍ରାପ୍ତ କରିବି। ତାପରେ କହୁଛନ୍ତି ଏଇଟା କଣ ହବ? ଏଇଟା ଅତି ମାନବର ପ୍ରଥମ ସୋପାନ। ଅତି ମାନବର ଏଇଟା ହଉଛି ପ୍ରଥମ ସୋପାନ। ଯେତେ ଯୋଉ ଲକ୍ଷଣ ଗୁଡାକ ଆମେ କଥା ହେଲେ, ଇଏ ହଉଛି ଏ ସବୁ ପ୍ରାପ୍ତ କରିସାରିଲା ପରେ ତମେ ପ୍ରଥମ ସୋପାନ। ସେଥିପାଇଁ ମନେ ପକେଇବା ଲାଇଫ ଡିଭାଇନରେ ସେଇ ପ୍ରଭୁଙ୍କ ଲେଖା। ତମେ ଯଦି ଏଇ ପ୍ରକାରର ଯୋଉ ଆମେ ଯେତିକି ଆଲୋଚନା କଲେ ଏଇ ସ୍ଥିତିର ଉର୍ଦ୍ଧ୍ୱକୁ ଉଠି ଯାଇପାର, ସେତେବେଳେ ମୋ ଯୋଗର ପୂର୍ଣ୍ଣ ଯୋଗର ଇନଫାଣ୍ଟ କ୍ଲାସରେ ପଢିବା ପାଇଁ ଫର୍ମ ପକେଇବା ପାଇଁ ତମେ ଯୋଗ୍ୟ ହେଲ। ପୂର୍ଣ୍ଣ ଯୋଗର ଇନଫାଣ୍ଟ କ୍ଲାସରେ ମାନେ ବୋଧ ଶ୍ରେଣୀରେ ଫର୍ମ ପକେଇବା ପାଇଁ ଆମେ ସେତିକି ବେଳେ ଯୋଗ୍ୟ ହବା ଯେତେବେଳେ ଏଇ ସବୁରୁ ମୁକ୍ତ ହୋଇସାରିଥିବା, ଯେତେବେଳେ ତାଙ୍କୁ ଅଭିବ୍ୟକ୍ତି କରିପାରୁଥିବା। ଦେଖିଲେ କଣ? ତାଙ୍କୁ ହିଁ ଅଭିବ୍ୟକ୍ତି କରି ଆଣିବାର ସାମର୍ଥ୍ୟ ଲାଭ କରିଥିବା, ସେତେବେଳେ ସେଟା ହେଲା ଅତି ମାନବର ପ୍ରଥମ ସୋପାନ। ଲାଇଫ ଡିଭାଇନରେ ଲେଖିଲେ ଇନଫାଣ୍ଟ କ୍ଲାସରେ ପଢିବା ପାଇଁ ତୁମେ ଫର୍ମ ପକେଇବା ପାଇଁ ଯୋଗ୍ୟ ହେଲ। ଫର୍ମ ପକେଇବା ପାଇଁ ଯୋଗ୍ୟ ହେଲ। ଫର୍ମ ସିଲେକ୍ଟ ହେଇଛି ନ ହେଇଛି ତମେ ଏପର୍ଯ୍ୟନ୍ତ ହେଇନାହିଁ। ଫର୍ମ ସିଲେକ୍ଟ ହେଇପାରେ, ଫର୍ମ ପେଣ୍ଡିଂ ରହିପାରେ। କଣ ହବ ସେଟା ତ ଇଏ ହଉଛି ପ୍ରଥମ ପାବଛ ବା ପ୍ରସ୍ତୁତିର ପ୍ରଥମ। ଆପଣ କହିପାରନ୍ତି ଯେ ପ୍ରସ୍ତୁତି ମୋର ଶେଷ ହେଲା ବୋଲି। ପ୍ରଥମ ପାଚ ଆସିଗଲେ, ବର୍ତ୍ତମାନ ସିଏ ମତେ ସିଲେକ୍ଟ କରିବେ। ସାରିବା। ମା, ଥ୍ୟାଙ୍କ ୟୁ ଅଲ୍ ଅରୱର୍।